କାହିଁକି ପାଳନ ହୁଏ କାର୍ତ୍ତିକ ପୂର୍ଣ୍ଣିମା? ଆସନ୍ତୁ ଜାଣିବା କାର୍ତ୍ତିକ ପୂର୍ଣ୍ଣିମାର ମାହାତ୍ମ୍ୟ ବିଷୟରେ। କାର୍ତ୍ତିକ ପୂର୍ଣ୍ଣିମା ହେଉଛି ହିନ୍ଦୁ ପଞ୍ଜିକା ଅନୁସାରେ କାର୍ତ୍ତିକ ମାସର ଶେଷ ଦିନ ଓ ଏହା ଏକ ବହୁତ ପବିତ୍ର ଦିନ ବୋଲି ମନାଯାଏ। ଏହି ଦିନରେ ଭକ୍ତମାନେ ନଦୀ, ସମୁଦ୍ର କିମ୍ବା ପବିତ୍ର ସ୍ଥାନରେ ସ୍ନାନ କରି ଦୀପଦାନ, ଦାନ, ପାଠ ଓ ପୂଜା କରନ୍ତି। ଏହାକୁ ରାସ ପୂର୍ଣ୍ଣିମା, ତ୍ରିପୁରାରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଧାର୍ମିକ ମହତ୍ତ୍ୱ। କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଭଗବାନ ବିଷ୍ଣୁଙ୍କ ଯୋଗନିଦ୍ରା ଶେଷ ହୋଇ ଜାଗ୍ରତ ହେବା ବୋଲି ବିଶ୍ୱାସ ଅଛି। ଏହା ପଞ୍ଚୁକର ଶେଷ ଦିନ ମଧ୍ୟ ଲୋକମାନେ ଏହି ଦିନେ ଦୀପାବଳି ପର୍ବ ବା ଦୀପଦାନ ପାଳନ କରନ୍ତି, ଯାହାକୁ ଓଡ଼ିଶାରେ ବୋଇତ ବନ୍ଦାଣ ବୋଲି କୁହାଯାଏ। ବୋଇତ ବନ୍ଦାଣ ପରମ୍ପରା। ଏହି ଦିନ ସକାଳେ ଲୋକମାନେ ନଦୀ, ପୋଖରୀ ପାଖରେ ଯାଇ ଛୋଟ ବୋଇତା ପୋତି ବୋଇତା ବନ୍ଦାଣ କହି ଦୀପ ଜଳାନ୍ତି। ଏହା ଓଡ଼ିଶାର ପୁରୁଣା ସମୁଦ୍ର ବ୍ୟାପାର ପରମ୍ପରା, ସାଧବ ବହୁ ଟ୍ରାଡିସନାଲର ସ୍ମୃତି ସ୍ୱରୂପ। ତ୍ରିପୁରାରୀ ପୂର୍ଣ୍ଣିମା। ଏହି ଦିନ ଲୋକମାନେ ତ୍ରିପୁରାରୀ ପୂର୍ଣ୍ଣିମା ଭାବେ ମଧ୍ୟ ପାଳନ କରନ୍ତି, ଯେଉଁଥିରେ ଭଗବାନ ଶିବ ତ୍ରିପୁରାସୁରଙ୍କୁ ବିନାଶ କରିଥିଲେ। ରାସ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ରାସ ପୂର୍ଣ୍ଣିମା ଦିନ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପୀମାନଙ୍କ ସହ ଦିବ୍ୟ ରାସ ନୃତ୍ୟ କରିଥିଲେ ବୋଲି ଜଣାଯାଏ। ଏହା ଭକ୍ତି ଓ ପ୍ରେମ ଆତ୍ମସମର୍ପଣର ପ୍ରତୀକ ଅଟେ। ଏହି ଦିନରେ ମନ୍ଦିର ଓ ଘରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ମୂର୍ତ୍ତିକୁ ସଜାଇ ଭକ୍ତିପୂର୍ଣ୍ଣ ଭାବେ ପୂଜା, ଭଜନ, କୀର୍ତ୍ତନ ଓ ରାସ ନୀଳା ଆୟୋଜନ କରାଯାଏ। ସାରାଂଶ। କାର୍ତ୍ତିକ ପୂର୍ଣ୍ଣିମା ହେଉଛି ଭକ୍ତି, ପବିତ୍ରତା ଓ ସମୁଦ୍ର ବ୍ୟାପାର ସଂସ୍କୃତିର ପ୍ରତୀକ, ଯାହା ଓଡ଼ିଆ ଜୀବନରେ ଗଭୀର ଆସ୍ଥା ଓ ଗର୍ବର ସ୍ଥାନ ଅଟେ।